ଭାବୁ ଭାବୁ ନଟବର ବାବୁ କେତେବେଳେ ବରଗଛ ମୂଳରେ ପହଞ୍ଚି ଯାଇଛନ୍ତି। ବରଗଛ ତଳର ଶୀତଳ ଛାଇରେ ତାଙ୍କର ପୁଣି ଚେତା ଆସିଛି। ଟିକିଏ ଘଞ୍ଚ ଛାଇ ତଳେ ଯାଇ ବସି ପଡ଼ିଲେ ନଟବର ବାବୁ। ପ୍ରକାଣ୍ଡ ବରଗଛ ଯେମିତିକି ଲାଗିଲେ ତାଙ୍କର ସ୍ମୃତିକୁ ପୁଣି ଅବଗାହନ କଲେ। ସେ ଦେଖିଲେ ପିଲାଦିନରୁ ସେ ଏମିତି କେତେ ଦେଖି ଆସିଛନ୍ତି, ଏଇ ବରଗଛ ମୂଳରେ କେତେ ସମୟ କାଟିଛନ୍ତି ଏବଂ ଏଇ ଏତେ ବର୍ଷ ଭିତରେ ଆହୁରି ବଢ଼େଇ ଦେଇଛି ଏଇ ବରଗଛର କଳେବରକୁ। ଏବଂ ଚାରିଆଡ଼େ ଏଇ ପାଖରେ ବସି ଗୋରୁ ଗାଈ ବସି ପାକୁଳି କରୁଛନ୍ତି। କେତେ ଡାଳ କାଟି ପକାଇଛନ୍ତି ସେ ବରଗଛର। ଚାରିଆଡ଼େ ଛେଳିଗୁଡ଼ିକ ପତ୍ର ଛିଣ୍ଡାଇ ଛିଣ୍ଡାଇ ଖାଉଛନ୍ତି। ଦୁଇ ଚାରିଟା ପିଲା ଏଇ ନିଧୁମ ଖରାବେଳଟାରେ ଯେମିତି ଝୁଲି ଝୁଲି ଡାଳି ମାଙ୍କୁଡ଼ି ଖେଳୁଛନ୍ତି। ଏ କଥା ତାଙ୍କର ସ୍ମୃତିକୁ ପୁଣି ଅବଗାହନ କରେଇଛି। ମୁଣ୍ଡର ଗାମୁଛାରେ ପୁଣି ପକେଇଛନ୍ତି ଏବଂ ଜୋତାଗୁଡ଼ିକୁ ଗୋଡ଼ରୁ କାଢ଼ି ଦେଇଛନ୍ତି ଏବଂ ନିଆଁ ପରି ତାତି ଯାଉଛି ତାଙ୍କର ଦେହ ଏବଂ ସେଇ କାଣି ଆଙ୍ଗୁଠି କୋଣରେ ଗୋଟିଏ ଫୋଟକା ବାହାରିଗଲାଣି। ତାଙ୍କୁ ଜଣାପଡ଼ୁଛି ଯେ ଏଇ ଯେଉଁ ନିଦାଘ ଖରା ତାଙ୍କୁ ଏଇଭଳି କଷ୍ଟ ଦେଉଛି। କିନ୍ତୁ ଜୀବନ ଯନ୍ତ୍ରଣା ଯାହାକି ଯେଉଁ ସଂସ୍କାରକୁ ନେଇ ସେ ତାକୁ ମର୍ମେ ମର୍ମେ ଅନୁଭବ କରୁଛନ୍ତି। ସେ ପୁଣି ଭାବିଛନ୍ତି ତାଙ୍କର ଗୋଟିଏ ଜାଗାକୁ ଦେଖି ଯେ ତାଙ୍କର ଗୋଟିଏ ଜାଗାରେ ଆଖି ଅଟକି ଯାଇଛି। କୋରଡ଼ ଭିତରେ ଉଠିଛି ଅଶ୍ୱତ୍ଥ ଗଛ ଆଉ ବେଲ ଗଛ। ସେଇ ବରଗଛର କୋରଡ଼ ଭିତରେ ସେ ପରମ ତୃପ୍ତିରେ ଆଖି ବୁଜି ଦେଇଛନ୍ତି। ସେଇ ମୁଦା ଆଖି ପତା ଉପରେ ଭାସି ଉଠିଛି ଗୋଟିଏ ବିରାଟ ବରଗଛର ଛବି। ଆଉ ସେଇ ବରଗଛଟିକୁ ଆଚ୍ଛନ୍ନ କରି ଗୋଟିଏ ଛବି, ସେ ଛବି ତାଙ୍କ ବୋଉର। କ୍ରମେ କ୍ରମେ ସେ ଛବିଟା ଲିଭିଯାଇ ଆହୁରି ଗୋଟିଏ ଛବି ଦେଖାଯାଇଛି। ସେ ଛବିଟା ହୁଏତ ତାଙ୍କ ନିଜର। ତେଣୁ ଏ କଥାରେ ରବି ପଟ୍ଟନାୟକ ନିଜକୁ ପ୍ରମାଣିତ କରିଛନ୍ତି ଯେ ଆମେ ବଡ଼ମାନେ ଯେଉଁ ସଂସ୍କାର ଦେଇଥାଉ, ଯାହା ଆମର ଉତ୍ତର ପିଢ଼ିଙ୍କ ପାଇଁ ଆମେ ପ୍ରଥମେ ଚିନ୍ତା କରିବା ଦରକାର। ଆମର ଅତୀତରେ ଆମେ ସଠିକ୍ ଭାବରେ ଆମର ଯେଉଁମାନେ ଅଛନ୍ତି ପରମ ପୂଜ୍ୟ ପିତାମାତା ବା ଅଭିଭାବକ, ତାଙ୍କ ପାଇଁ ଆମେ କର୍ତ୍ତବ୍ୟର ଆହ୍ୱାନରେ ଆମେ ପଛେଇ ଯାଇନେ ତ ଆମ କର୍ତ୍ତବ୍ୟ କର୍ମକୁ। ତେଣୁ ଆମେ ଯଦି ଆମ ବାପା ମାଆଙ୍କର କର୍ତ୍ତବ୍ୟ କର୍ମକୁ କରିଛେ ଠିକ୍ରେ, ତେବେ ନିଶ୍ଚିତ ଭାବରେ ସେ ସଂସ୍କାର ଆମ ଉତ୍ତର ପିଢ଼ିଙ୍କ ଉପରେ ପଡ଼ିବ। ଆମେ ଏ ପରିବେଶକୁ ଉତ୍ତପ୍ତ ରଖିବାରୁ ନିବୃତ୍ତ କରାଇବାକୁ ପଡ଼ିବ। ଏ ଗଛ, ଏ ଛାଇ, ଏ ସବୁବେଳେ ପରମ ତୃପ୍ତ ଆମକୁ ଦେବ। ଏ ପୃଥିବୀଟା ଶସ୍ୟ ଶ୍ୟାମଳ ହେବ। ଯେଉଁ ସାରା ଆକାଶ ଯେମିତିକି ଶୁଭ୍ର ଦେଖାଯାଉଛି, ନିଦାଘ ଖରାରେ ସେ ତାକୁ ଅପସାରି ଦେବ। ଯେ ବର୍ଷା, ଆଷାଢ଼ର ଶ୍ରାବଣର ବର୍ଷା ନିଶ୍ଚିତ ଭାବରେ ମେଘମାଳା ଆକାଶରେ ଦେଖାଦେବ। ଗଛଗୁଡ଼ିକ ଶସ୍ୟ ଶ୍ୟାମଳା ହୋଇଯିବ ଏବଂ ଆମ ଜୀବନକୁ ଧନ୍ୟ କରିବ। ତେଣୁ ଶେଷରେ ଏତିକି ପିଲାମାନେ ମୁଁ କହିବି, ରବି ପଟ୍ଟନାୟକ ଗାଳ୍ପିକ ସେ ତାଙ୍କର ଏତିକି ମାତ୍ର ଆତ୍ମୋତ୍ସର୍ଗ ଏବଂ ତ୍ୟାଗରେ ହିଁ ଜୀବନ ରହିଥାଏ। ତେଣୁ ଆମେମାନେ ନିଶ୍ଚିତ ଭାବରେ ପରମ ତ୍ୟାଗ କରିବା, ଆତ୍ମୋତ୍ସର୍ଗ କରିବା, ଆମ ପରମ ଜୀବନକୁ କୃତାର୍ଥ କରିବା ଏବଂ ସଂସ୍କାର ଦେବା। ଯଦି ପୃଥିବୀ ତିଷ୍ଠି ରହିବ, ପୃଥିବୀରେ ଶସ୍ୟ ଶ୍ୟାମଳା ଭରି ଉଠିବ, ଆମର ଚାଲିବା ପଥ କଙ୍କରିତ ହେବ ନାହିଁ। ଧନ୍ୟବାଦ ପିଲାମାନେ।